ଆଜି ଆମେ ଏକ ବହୁତ ମଜାଦାର ବିଷୟରେ କଥା ହେବା ଯାହା ଆମେ ସବୁବେଳେ ବ୍ୟବହାର କରୁ କିନ୍ତୁ ବୋଧେ ସେତେ ଭାବୁନି। ଆମ ପାଖରେ ଅଛି ଅପରେଟିଂ ସିଷ୍ଟମ, କାର୍ଯ୍ୟ ଓ ଉପଯୋଗିତା ଉପରେ କିଛି ତଥ୍ୟ ଓ ଆମେ ଚେଷ୍ଟା କରିବା ଏହା ଭିତରକୁ ଯାଇ ବୁଝିବାକୁ ମାନେ କମ୍ପ୍ୟୁଟର ଭିତରେ ଏଇ ଓଏସ୍ ଜିନିଷଟା କ'ଣ କରେ। ତ ମୂଳ କଥା ହେଲା ଏହା କମ୍ପ୍ୟୁଟର ହାର୍ଡୱେର ଆଉ ଆମ ଭିତରେ ମାନେ ବ୍ୟବହାରକାରୀଙ୍କ ଭିତରେ ଏକ ସେତୁ ପରି କାମ କରେ। ଏହା ବିନା କମ୍ପ୍ୟୁଟର ବ୍ୟବହାର କରିବାଟା ବୋଧେ ବହୁତ କଷ୍ଟକର ହୁଅନ୍ତା। ନିଶ୍ଚୟ। କିନ୍ତୁ ଏହା ଖାଲି ଗୋଟେ ସେତୁ ନୁହେଁ, ବୁଝିଲେ, ଏହା ପ୍ରକୃତରେ ଜଣେ ମ୍ୟାନେଜର ଭଳି। ମ୍ୟାନେଜର କେମିତି? ଦେଖନ୍ତୁ, ହାର୍ଡୱେରର ଯେତେ ସବୁ ଜଟିଳ କଥା ଅଛି ସେସବୁକୁ ଏଇଟା ଆମଠୁ ଲୁଚେଇ ରଖେ। କହିବାକୁ ଗଲେ ଆମକୁ ସେସବୁ ଚିନ୍ତା କରିବାକୁ ପଡ଼େନି। ଭାବନ୍ତୁ ତ, ଯଦି ଆପଣଙ୍କୁ ଗୋଟେ ଫାଇଲ ସେଭ୍ କରିବାକୁ ହେଲେ ହାର୍ଡ ଡିସ୍କର କୋଉଠି ରଖିବେ ସେ କଥା ନିଜେ କହିବାକୁ ପଡ଼ନ୍ତା। ଓଏସ୍ ସବୁ ନିଜେ କରିଦିଏ। ଆଚ୍ଛା, ବୁଝିଲି। ମାନେ ଆମ କାମକୁ ସହଜ କରିଦିଏ। ଏକଦମ। ତେବେ ଏହି ମ୍ୟାନେଜମେଣ୍ଟ କାମରେ ଆଉ କ'ଣ ସବୁ ଆସୁଛି? ଆମ ତଥ୍ୟରେ କିଛି ମୁଖ୍ୟ କାମ କଥା ଅଛି, ଯେମିତି ପ୍ରୋସେସ୍ ମ୍ୟାନେଜମେଣ୍ଟ, ମେମୋରି ମ୍ୟାନେଜମେଣ୍ଟ, ହଁ। ଫାଇଲ ଆଉ ଡିଭାଇସ୍ ମ୍ୟାନେଜମେଣ୍ଟ ବି। ଏଗୁଡ଼ାକର ମାନେ କ'ଣ? ଏଗୁଡ଼ିକ ହିଁ ଓଏସ୍ର ମୂଳଦୁଆ। ଦେଖନ୍ତୁ, ପ୍ରୋସେସ୍ ମ୍ୟାନେଜମେଣ୍ଟର ଅର୍ଥ ହେଲା ଆପଣ ଯେତେବେଳେ ଅନେକ ପ୍ରୋଗ୍ରାମ ଏକା ସାଙ୍ଗରେ ଚଲଉଛନ୍ତି, ଓଏସ୍ ସ୍ଥିର କରେ କୋଉ ପ୍ରୋଗ୍ରାମକୁ କେତେବେଳେ ସିପିୟୁ ମିଳିବ। ଆଉ ମେମୋରି ମ୍ୟାନେଜମେଣ୍ଟ ଦେଖେ ଯେ ସବୁ ଚାଲୁଥିବା ପ୍ରୋଗ୍ରାମକୁ ତାର ଆବଶ୍ୟକ ରାମ୍ ମାନେ ମେମୋରି ମିଳୁ, ଆଉ ଗୋଟେ ପ୍ରୋଗ୍ରାମ ଯେମିତି ଅନ୍ୟ ପ୍ରୋଗ୍ରାମର ଜାଗାକୁ ନ ମାଡ଼ିଯାଉ। ଓହୋ, ନହେଲେ ତ ସବୁ ଗଡ଼ବଡ଼ ହୋଇଯିବ, ବୋଧେ ସିଷ୍ଟମ କ୍ରାଶ କରିଯିବ। ହଁ ତ, ସେଇଥିପାଇଁ ଏହା ଏତେ ଜରୁରୀ। ବାଃ, ଏ ତ ପୁରା ଘରର ମୁରବୀ ଭଳିଆ କାମ। ସମସ୍ତଙ୍କୁ ଠିକ୍ଠାକ୍ ଜାଗା, ସମୟ ବାଣ୍ଟିବା। ଭଲ। ଆଉ ସେ ଫାଇଲ ଆଉ ଡିଭାଇସ୍ କଥା କ'ଣ? ହଁ, ସେ ଏକା କଥା। ଫାଇଲ ସିଷ୍ଟମ କ'ଣ କରେ ନା, ଆମର ଯେତେ ଡକ୍ୟୁମେଣ୍ଟ, ଫଟୋ, ଗୀତ ଅଛି ସେସବୁକୁ ହାର୍ଡ ଡ୍ରାଇଭରେ ସଜାଡ଼ି ରଖେ ଆଉ ଦରକାର ବେଳେ ଖୋଜିବାକୁ ସାହାଯ୍ୟ କରେ। ଆଉ ଡିଭାଇସ୍ ମ୍ୟାନେଜମେଣ୍ଟ ହେଲା ଆପଣଙ୍କ କିବୋର୍ଡ, ମାଉସ୍, ପ୍ରିଣ୍ଟର, ଏମିତି ଯେତେ ଜିନିଷ କମ୍ପ୍ୟୁଟର ସହ ଯୋଡ଼ା ହେଇଛି ସେସବୁକୁ ଓଏସ୍ ହିଁ କଣ୍ଟ୍ରୋଲ କରେ। ଦେଖେ ଯେମିତି ସେଗୁଡ଼ାକ ଠିକ୍ ଭାବେ କାମ କରୁଛନ୍ତି। ବାଃ, ଏତେ ସବୁ କାମ ଓଏସ୍ ଏକା କରେ? ହଁ, ଏଇ ସବୁ ମିଶିଲେ ଯାଏ କମ୍ପ୍ୟୁଟରଟା ଠିକ୍ ଭାବେ ଚାଲେ। ଆଉ ଗୋଟେ କଥା ବି ଲେଖାଥିଲା ଯେ ଓଏସ୍ ଆପ୍ଲିକେସନ୍ସଗୁଡ଼ିକ ପାଇଁ ଏକ ପ୍ଲାଟଫର୍ମ ଯୋଗାଏ। ଏହାର ମାନେ କ'ଣ? ଏହା କେତେ ଗୁରୁତ୍ୱପୂର୍ଣ୍ଣ? ଆରେ ଏଇଟା ତ ବହୁତ ହି ଗୁରୁତ୍ୱପୂର୍ଣ୍ଣ, କାରଣ ଏଇ ପ୍ଲାଟଫର୍ମ ଯୋଗୁଁ ହିଁ ଆଜିକାଲି ଏତେ ପ୍ରକାରର ସଫ୍ଟୱେର ଆମେ ପାଉଛେ। ଆପଣ ଯେଉଁ ୱାର୍ଡ ପ୍ରୋସେସର ବା ଭିଡିଓ ଗେମ୍ ଖେଳୁଛନ୍ତି ସେଗୁଡ଼ାକ ସିଧା ହାର୍ଡୱେର ସହ କଥା ହୁଅନ୍ତିନି। ଓହୋ। ସେମାନେ ଓଏସ୍ ଦେଇଥିବା କିଛି ସୁବିଧା, ଯାହାକୁ ଏପିଆଇସ୍ କୁହନ୍ତି, ତାକୁ ବ୍ୟବହାର କରନ୍ତି। ଏହାଦ୍ୱାରା କ'ଣ ହୁଏ ନା, ଯେଉଁମାନେ ସଫ୍ଟୱେର ତିଆରି କରନ୍ତି ମାନେ ଡେଭଲପରମାନଙ୍କୁ? ହଁ, ଡେଭଲପରମାନଙ୍କୁ ସବୁ ପ୍ରକାର ଅଲଗା ଅଲଗା କମ୍ପ୍ୟୁଟର ପାଇଁ ଅଲଗା ଅଲଗା ପ୍ରୋଗ୍ରାମ ଲେଖିବାକୁ ପଡ଼େନି। ସେମାନେ ଖାଲି ଓଏସ୍ ପାଇଁ ଲେଖିଦିଅନ୍ତି। ବାଃ, ତେଣୁ ଏତେ ସବୁ ଆପ୍ସ ଆଉ ସଫ୍ଟୱେର ତିଆରି ହେଇପାରୁଛି। ଏଇଟା ତ ବହୁତ ବଡ଼ କଥା। ନିଶ୍ଚୟ। ଏହା ଖାଲି କମ୍ପ୍ୟୁଟରକୁ ଚଲାଇନି ନେଇ ନୂଆ ନୂଆ ଜିନିଷ ତିଆରି କରିବାରେ ବି ସାହାଯ୍ୟ କରେ। ସେଇଥିପାଇଁ ତ କମ୍ପ୍ୟୁଟର ଏତେ କାମରେ ଲାଗୁଛି ଆଉ ଚଲେଇବା ବି ସହଜ ଲାଗୁଛି। ବୁଝିଲି। ତେବେ ଏହି ସବୁ କାମ ଯୋଗୁଁ ହିଁ କମ୍ପ୍ୟୁଟରର ଦକ୍ଷତା ବଢ଼େ ନା? ମାନେ ଏକା ସାଙ୍ଗରେ ଅନେକ କାମ କରିବା ବା ସ୍ପିଡ୍ ଠିକ୍ ରହିବା। ଏକଦମ ଠିକ୍। ସେ ଯେଉଁ ସମ୍ବଳ ପରିଚାଳନା କଥା କହୁଥିଲେ, ସିପିୟୁ ସମୟ ବାଣ୍ଟିବା, ମେମୋରି ଦେବା, ଏସବୁ ଯୋଗୁଁ ହିଁ ମଲ୍ଟିଟାସ୍କିଂ ସମ୍ଭବ ହୁଏ ଆଉ ସିଷ୍ଟମଟା ବି ସ୍ମୁଥ୍ ଚାଲେ। ଆମେ ତ ପ୍ରତିଦିନ ଏହାକୁ ବ୍ୟବହାର କରୁଛୁ, କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହା ପଛରେ କେତେ କାମ ଚାଲିଛି। ସତରେ। ତାହେଲେ ଆଜିର ଆଲୋଚନାରୁ ମୁଁ ଯାହା ବୁଝିଲି, ଓଏସ୍ଟା ଖାଲି ଗୋଟେ ସଫ୍ଟୱେର ନୁହେଁ। ଏହା ପୁରା କମ୍ପ୍ୟୁଟର ସିଷ୍ଟମର ମାନେ ହୃତ୍ପିଣ୍ଡ ଆଉ ମସ୍ତିଷ୍କ ପରି କିଛି। ହଁ, ସେମିତି କହିପାରିବେ। ସେ ହାର୍ଡୱେରର ଜଟିଳତାକୁ ଆମ ପାଇଁ ସରଳ କରିଦିଏ, ସବୁ ସମ୍ବଳକୁ ଠିକ୍ରେ ବାଣ୍ଟେ ଆଉ ଆପ୍ଲିକେସନ ଚାଲିବା ପାଇଁ ଜାଗା ବି ତିଆରି କରେ। ଏହା ବିନା ଆମ ଡିଜିଟାଲ ଦୁନିଆ ଚାଲିବନି ବୋଧେ। ହଁ, ଆଉ ଖାଲି ଚାଲିବନି ନୁହେଁ, ଏତେ ଭଲରେ, ଏତେ ଦକ୍ଷତାର ସହ ଚାଲିବନି। ଆମ ହାତରେ ଧରିଥିବା ସ୍ମାର୍ଟଫୋନ୍ ହେଉ କି ବଡ଼ ବଡ଼ ସୁପର କମ୍ପ୍ୟୁଟର ହେଉ, ସବୁଠି ଏହାର ଭୂମିକା ବହୁତ ବଡ଼। ନିଶ୍ଚିତ ଭାବରେ। ସତ୍ୟରେ ଏକ ଅଦ୍ଭୁତ ବ୍ୟବସ୍ଥା। ଏବେ ଏ ଆଲୋଚନା ଶେଷରେ ମୋ ମନର ଗୋଟେ କଥା ଆସୁଛି, ଗୋଟେ ପ୍ରଶ୍ନ। କୁହନ୍ତୁ। ଦେଖନ୍ତୁ, ଓଏସ୍ ହେଉଛି ମଣିଷ ଆଉ ମସିନ୍ ଭିତରର ମୁଖ୍ୟ ସଂଯୋଗ। ଏବେ ଯେମିତି କୃତ୍ରିମ ବୁଦ୍ଧିମତ୍ତା ମାନେ ଏଆଇ ଏତେ ଶୀଘ୍ର ଆଗକୁ ବଢ଼ୁଛି, ହଁ, ସେ କଥା ତ ସମସ୍ତେ କହୁଛନ୍ତି। ତ ଏହି ଏଆଇ ଭବିଷ୍ୟତରେ ଏହି ସଂଯୋଗକୁ କେମିତି ବଦଳାଇ ପାରେ?
ତ OSର କାମ କ'ଣ AI ଯୋଗୁଁ ଆହୁରି ବଦଳିଯିବ, ମାନେ ଆହୁରି ବ୍ୟକ୍ତିଗତ, ଆହୁରି ଅଟୋମେଟିକ୍ ହେଇଯିବ କି? ଏଟାକୁ ଭାବିବା ପାଇଁ ଗୋଟେ କୌତୂହଳପୂର୍ଣ୍ଣ କଥା ନୁହେଁ କି?